ସବୁବେଳେ ନିଜେ ନିଜକୁ ଭଲ ପାଇବା ଶିଖ। କ'ଣ ପାଇଁ ନା ତୁମେ ଯେତେ ପର୍ଯ୍ୟନ୍ତ ନିଜକୁ ଭଲ ପାଇବନି, ନିଜର ଭ୍ୟାଲ୍ୟୁ କରିବନି, ଅନ୍ୟ କେହି କେବେ ତୁମର ଭ୍ୟାଲ୍ୟୁ କରିବେନି। ତ ହେଲୋ ଏଭ୍ରିୱାନ୍, ୱେଲକମ୍ କରୁଛି ମୁଁ ମୋର ଆଉ ଗୋଟେ ମିନି ବ୍ଲଗ୍କୁ। ଆଜି ସକାଳ ପରେ ଏତେ ଅଳସୁଆ ଲାଗୁଥିଲା ତ ଘରେ ବନା ହେଇଥିଲା ରୁଟି ତରକାରୀ, ଆଉ ତାପରେ ଘରେ ସମସ୍ତେ ଯାଇଥିଲେ ଗୋଟେ ଫଙ୍କସନ୍କୁ, ତ ମୁଁ ଘରେ ଏକା ଥିଲି। ସେଥିପାଇଁ ଭାବିଲି କି ଗରମରେ କ'ଣ କରିବି, ଚାଲ ଚିକେନ୍ ପୁଲାଉ ବନେଇକି ଖାଇଦେବି। ଆଉ ଚିକେନ୍ ପୁଲାଉର ରେସିପିଟା ଅଲରେଡ଼ି ମୋ ଚ୍ୟାନେଲରେ ଅପଲୋଡ଼ ଅଛି। ଆପଣ ମୋ ରିଆକ୍ସନ୍ ଦେଖି ଜାଣିପାରୁଥିବେ ଯେ ଚିକେନ୍ ପୁଲାଉଟା କେତେ ହିଁ ज़्यादा ଟେଷ୍ଟି ହେଇଥିଲା। ଆଉ ରୋଷେଇ କରୁ କରୁ ମାନେ କିଛି ନ ଖାଇବି ସେମିତି ତ ହେଇପାରିବନି। ଏପଟେ ମୁଁ କାକୁଡ଼ି କାଟୁଥାଏ, ଏପଟେ ଖାଇବା ବି ମୋର ଚାଲିଥାଏ। ତାପରେ ଦହି ଟିକେ ନେଇ ଆସିଥିଲି, ଦହିରେ କାକୁଡ଼ିକୁ ଛୋଟ ଛୋଟ ପିସ୍ କରିକି କାଟିଦେଲି, ତାକୁ ମିକ୍ସ କରିଦେଇଥିଲି, ଦହି ସାଲାଡ଼ ବନେଇଦେଲି। କ'ଣ ପାଇଁ ନା ଚିକେନ୍ ପୁଲାଉ ସହିତ କାକୁଡ଼ି ସାଲାଡ଼ ଆଉ ଦହି ମୋତେ ବହୁତ ହି ज़୍ୟାଦା ପସନ୍ଦ। ତାପରେ ମୁଁ ନେଇ ଆସିଥିଲି ବାଢ଼ିକି। ଆଉ ଗରମରେ ମୋର ଯେଉଁ କଣ୍ଡିସନ୍ ହେଇଥିଲା, ବାପରେ ବାପ, ମୁଁ ପୁରା ଭିଜି ଯାଇଥିଲି। ହେଲେ କ'ଣ କରିବା, ରୋଷେଇ କରିଛି ମାନେ ଖାଇବାକୁ ତ ହେବ। ଆଉ ମୋର ପୁଲାଉଟା କିଛି ଏମିତି ହିଁ ଦେଖାହେଉଥିଲା। ଆଉ ସତ କହିବି, ଖାଇବାକୁ ଗୋଟେ ବହୁତ ହି ଟେଷ୍ଟି ଥିଲା। ଆପଣ ବି କେବେ ଘରେ ନିଶ୍ଚୟ ଟ୍ରାଏ କରିପାରିବେ। ଏମିତି କିଛି ଥିଲା ମୋର ଦିନ। ଆଉ ମୋ ତାରିଫ କେହି କରନ୍ତୁ କି ନ କରନ୍ତୁ, କିନ୍ତୁ ମୁଁ ନିଜ ଖାଇବାର ତାରିଫ ନିଜେ ହିଁ କରେ। ତ ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରହିଲି, ଟାଟା ବାଏ ବାଏ, ଟେକ୍ କେୟାର।